ସମସ୍ତଙ୍କୁ ସ୍ୱାଗତ ଶିକ୍ଷା 24/7 ଓଡ଼ିଆ ଏଜୁକେସନ୍ ଚ୍ୟାନେଲକୁ। ଆଜି ଡିସ୍କସ୍ କରିବା 25 ଏପ୍ରିଲ 2025ର ଏକ୍ଜାମ୍ ରିଲେଟେଡ୍ କରେଣ୍ଟ ଆଫେୟର୍ସ। ଆଜିର ପ୍ରଥମ ପ୍ରଶ୍ନ, ହୁ ହାଜ୍ ଓନ୍ ଦ ୱାର୍ଲ୍ଡ ପ୍ରେସ୍ ଫଟୋ ଅଫ୍ ଦି ଇୟର୍ 2025 ଆୱାର୍ଡ? ୱାର୍ଲ୍ଡ ପ୍ରେସ୍ ଫଟୋ ଅଫ୍ ଦି ଇୟର୍ 2025 ପୁରସ୍କାର କିଏ ଜିତିଛି? ଏହାର ସଠିକ ଉତ୍ତରଟି ହେଉଛି ଅପସନ୍ ଡି, ସମର ଆବୁ ଇଲୋଫ। ୱାର୍ଲ୍ଡ ପ୍ରେସ୍ ଫଟୋ ଅଫ୍ ଦି ଇୟର୍ ଆୱାର୍ଡେଡ୍ କିଏ ହେଇଛନ୍ତି? ସମର ଆବୁ ଇଲୋଫ। ଦେଖିପାରୁଥିବେ ଇମେଜ, ହ୍ୟାଣ୍ଡିକ୍ୟାପ୍ଟ ଅଛନ୍ତି, ହ୍ୟାଣ୍ଡଲେସ୍। ତାଙ୍କର ନାଁ କ'ଣ? ମହମ୍ମଦ ଆଜୁର। ଯେତେବେଳେ ଇସ୍ରାଏଲ କୋଉଠି ଆଟାକ୍ କରିଥିଲା? ଗାଜାରେ। ସେହି ସମୟରେ ଫଟୋ ଉତ୍ତୋଳନ କରାଯାଇଥିଲା। ପରବର୍ତ୍ତୀ ପ୍ରଶ୍ନ, How many new global geoparks have recently been designed by UNESCO under the Global Geopark Network? ଗ୍ଲୋବାଲ ଜିଓପାର୍କ ନେଟୱାର୍କ ଅଧୀନରେ ୟୁନେସ୍କୋ ଦ୍ୱାରା କେତେ ନୂତନ ଗ୍ଲୋବାଲ ଜିଓପାର୍କ ଡିଜାଇନ୍ କରାଯାଇଛି? ଏହାର ସଠିକ ଉତ୍ତରଟି ହେଉଛି ଅପସନ୍ ଏ, 16 ଗୋଟି। ୟୁନେସ୍କୋ ଗ୍ଲୋବାଲ ଜିଓପାର୍କ, ୟୁନେସ୍କୋର ଫୁଲ୍ ଫର୍ମ ୟୁନାଇଟେଡ୍ ନେସନ୍ ଏଜୁକେସନାଲ ସାଇଣ୍ଟିଫିକ୍ ଆଣ୍ଡ କଲଚରାଲ ଅର୍ଗାନାଇଜେସନ୍। ହେଡକ୍ୱାର୍ଟର ରହିଛି ପ୍ୟାରିସ୍, ଫ୍ରାନ୍ସ ଠାରେ। ମେମ୍ବର ଷ୍ଟେଟ୍ ରହିଛନ୍ତି 194 ମେମ୍ବର ଷ୍ଟେଟ୍ ଏବଂ 8ଟି ଆସୋସିଏଟେଡ୍ ମେମ୍ବର। ଫର୍ମେସନ୍ ହେଇଥିଲା 16 ନଭେମ୍ବର 1945। ବର୍ତ୍ତମାନ ସୁଦ୍ଧା 79 ବର୍ଷ ହେଇଗଲାଣି। ଡାଇରେକ୍ଟର ଜେନେରାଲ କିଏ? ଅଡ୍ରି ଅଜଲି। ଡେପୁଟି ଡାଇରେକ୍ଟର ଜେନେରାଲ ହେଉଛନ୍ତି ଜିଙ୍ଗ କ୍ୟୁ। ପରବର୍ତ୍ତୀ ପ୍ରଶ୍ନ, ଅ ନ୍ୟାସନାଲ ପଞ୍ଚାୟତ ରାଜ ଡେ from which state will PM Modi address village assemblies across the country? ଜାତୀୟ ପଞ୍ଚାୟତ ରାଜ ଦିବସରେ କେଉଁ ରାଜ୍ୟରୁ ପ୍ରଧାନମନ୍ତ୍ରୀ ମୋଦି ସମଗ୍ର ଦେଶରେ ଗ୍ରାମ ସଭାଗୁଡ଼ିକୁ ସମ୍ବର୍ଦ୍ଧିତ କରିବେ? ଏହାର ସଠିକ ଉତ୍ତରଟି ହେଉଛି ଅପସନ୍ ବି, ବିହାର। ନ୍ୟାସନାଲ ପଞ୍ଚାୟତ ରାଜ ଡେ କେଉଁଠି ଅନୁଷ୍ଠିତ ହେଇଥିଲା? ମଧୁବାନୀ, ବିହାର ଠାରେ। ଆଡ୍ରେସିଂ କିଏ କରିବେ? ପ୍ରାଇମ ମିନିଷ୍ଟର ଶ୍ରୀ ନରେନ୍ଦ୍ର ମୋଦି। ପ୍ରୋଜେକ୍ଟ ଅର୍ଥ ରହିଛି 13,500 କୋଟି ଟଙ୍କା। 2025 ନ୍ୟାସନାଲ ପଞ୍ଚାୟତ ରାଜ ଦିବସର ଥିମ୍ କ'ଣ ରହିଛି? ଏନହାନ୍ସିଂ ପାର୍ଟିସିପେଟରୀ ଗଭର୍ନାନ୍ସ, ରୁରାଲ ଡେଭଲପମେଣ୍ଟ, ଓମେନ୍ସ ଏମ୍ପାୱାରମେଣ୍ଟ ଆଣ୍ଡ ଡିଜିଟାଲ ଟ୍ରାନ୍ସଫରମେସନ ଇନ୍ ଭିଲେଜ ଲେଭେଲ ଆଡମିନିଷ୍ଟ୍ରେସନ। ନ୍ୟାସନାଲ ପଞ୍ଚାୟତ ଆୱାର୍ଡ 2025 ଗ୍ରାମ ପଞ୍ଚାୟତ ଫ୍ରମ୍ ବିହାର, ମତିପୁର ଗ୍ରାମ ପଞ୍ଚାୟତ। ମହାରାଷ୍ଟ୍ର ଦାୱା ଏସ୍ ଗ୍ରାମ ପଞ୍ଚାୟତ। ଓଡ଼ିଶା ହାତବାଦଳା ଗ୍ରାମ ପଞ୍ଚାୟତ। ପରବର୍ତ୍ତୀ ପ୍ରଶ୍ନ, Which ministry launched the AI Career for Women Initiative? କେଉଁ ମନ୍ତ୍ରାଳୟ ମହିଳାମାନଙ୍କ ପାଇଁ AI କ୍ୟାରିୟର ପଦକ୍ଷେପ ଆରମ୍ଭ କରିଥିଲା? ଏହାର ସଠିକ ଉତ୍ତରଟି ହେଉଛି ଅପସନ୍ ବି, ମିନିଷ୍ଟ୍ରି ଅଫ୍ ସ୍କିଲ୍ ଡେଭଲପମେଣ୍ଟ ଆଣ୍ଡ ଏଣ୍ଟରପ୍ରିନରସିପ୍। ମିନିଷ୍ଟ୍ରି ଅଫ୍ ସ୍କିଲ୍ ଡେଭଲପମେଣ୍ଟ ଆଣ୍ଡ ଏଣ୍ଟରପ୍ରିନରସିପ୍ ପାର୍ଟନରସିପ୍ କାହା ମଧ୍ୟରେ ହେଇଛି? ମାଇକ୍ରୋସଫ୍ଟ। ମିନିଷ୍ଟ୍ରି ରେସ୍ପନ୍ସିବୁଲ କିଏ ଅଛନ୍ତି? ଜୟନ୍ତ ଚୌଧୁରୀ, ମିନିଷ୍ଟର ଅଫ୍ ଷ୍ଟେଟ୍। ଆନୁଆଲ ବଜେଟ୍ ରହିଛି କେତେ? 3,570.31 କୋଟି ଟଙ୍କା। ଲଞ୍ଚ କେବେ କରାଯାଇଥିଲା? ଏପ୍ରିଲ 22, 2025 ମସିହାରେ ଲଞ୍ଚ କରାଯାଇଥିଲା। ପରବର୍ତ୍ତୀ ପ୍ରଶ୍ନ, Arun 3 hydroelectric project that was recently seen in news is located in which country? ଅରୁଣ 3 ଜଳବିଦ୍ୟୁତ ପ୍ରକଳ୍ପ ଯାହା ସମ୍ବାଦରେ ନିକଟରେ ଦେଖାଯାଇଥିଲା କେଉଁ ଦେଶରେ ଅବସ୍ଥିତ? ଏହାର ସଠିକ ଉତ୍ତରଟି ହେଉଛି ଅପସନ୍ ବି, ନେପାଳ ଠାରେ।
ଅରୁଣ 3 ହାଇଡ୍ରୋ ଇଲେକ୍ଟ୍ରିକ୍ ପ୍ରୋଜେକ୍ଟ ଅବସ୍ଥିତ? ପରବର୍ତ୍ତୀ ପ୍ରଶ୍ନ, ଦ ଗଭର୍ଣ୍ଣର ଅଫ୍ ହୁଇଚ୍ ଷ୍ଟେଟ୍ ରିସେଣ୍ଟଲି ପ୍ରେଜେଣ୍ଟେଡ୍ ଦ ୟଶରାଜ ଭାରତୀ ସମ୍ମାନ ଆୱାର୍ଡ 2025? କେଉଁ ରାଜ୍ୟର ରାଜ୍ୟପାଳ ନିକଟରେ ଯଶରାଜ ଭାରତ ସମ୍ମାନ ପୁରସ୍କାର 2025 ପ୍ରଦାନ କରିଥିଲେ? ଏହାର ସଠିକ ଉତ୍ତରଟି ହେଉଛି ଅପସନ୍ ଏ ମହାରାଷ୍ଟ୍ର। ୟଶରାଜ ଭାରତୀ ସମ୍ମାନ କେଉଁଠି ଅନୁଷ୍ଠିତ ହୋଇଥିଲା? ମୁମ୍ବାଇ। ଅର୍ଗାନାଇଜ୍ କିଏ କରିଥିଲେ? ରାଜଭବନ। ଏଡିସନ୍ ହେଉଛି 3rd ଏଡିସନ୍। ମହାରାଷ୍ଟ୍ର ଗଭର୍ଣ୍ଣର ହେଉଛନ୍ତି ସିପି ରାଧାକ୍ରିଷ୍ଣନ୍। ପରବର୍ତ୍ତୀ ପ୍ରଶ୍ନ, ହୁ ରିସେଣ୍ଟଲି ସେଟ୍ ଦ ରେକର୍ଡ ଫର୍ ଦ ମୋଷ୍ଟ ହାଫ୍ ସେଞ୍ଚୁରୀ ଇନ୍ IPL ହିଷ୍ଟ୍ରି? କିଏ IPL ଇତିହାସରେ ଅର୍ଦ୍ଧଶତକ ପାଇଁ ରେକର୍ଡ ସୃଷ୍ଟି କରିଛି? ଏହାର ସଠିକ ଉତ୍ତରଟି ହେଉଛି ଅପସନ୍ ଡି ବିରାଟ କୋହଲି। IPL 2025 ମୋଷ୍ଟ 50s 2025ରେ କିଏ ଅଧିକ 50 ରନ୍ କରିଛି ବା ହାଫ୍ ସେଞ୍ଚୁରୀ କରିଛି? ବିରାଟ କୋହଲି ରୟାଲ ଚ୍ୟାଲେଞ୍ଜ ବାଙ୍ଗାଲୋରରୁ ପ୍ରଥମରେ ଅଛି। ସେକେଣ୍ଡରେ ଯଶସ୍ୱୀ ଜୟସ୍ୱାଲ, ଥାର୍ଡରେ ନିକୋଲାସ ପୁରନ୍, ଫୋର୍ଥରେ ରହିଛି ଆଡେନ ମାକ୍ରମ୍, ଫିଫ୍ଥରେ ରହିଛି KL ରାହୁଲ, ସିକ୍ସଥରେ ଜସ୍ ବଟଲର, ଶୁଭମନ ଗିଲ୍, ଆଜାଙ୍କେ ରାହାନେ। ପରବର୍ତ୍ତୀ ପ୍ରଶ୍ନ, ଦ ସେଣ୍ଟ୍ରାଲ ଗଭର୍ନମେଣ୍ଟ ଫାଷ୍ଟ ଟ୍ରାକ୍ଟ how many mega infrastructure project worth 14,096 crore in 4 state? 4ଟି ରାଜ୍ୟରେ 14,096 କୋଟି ମୂଲ୍ୟର କେତେ ମେଗା ଇନଫ୍ରା ପ୍ରକଳ୍ପର କେନ୍ଦ୍ର ସରକାର ଦ୍ରୁତ ଗତିରେ ଟ୍ରାକ୍ କରିଥିଲେ? ଏହାର ସଠିକ ଉତ୍ତରଟି ହେଉଛି ଅପସନ୍ ଏ 17। ପରବର୍ତ୍ତୀ ପ୍ରଶ୍ନ, When is World Book and Copyright Day observed every year? ପ୍ରତିବର୍ଷ ବିଶ୍ୱ ପୁସ୍ତକ ଏବଂ କପିରାଇଟ୍ ଦିବସ କେବେ ପାଳନ କରାଯାଏ? ଏହାର ସଠିକ ଉତ୍ତରଟି ହେଉଛି ଅପସନ୍ ଏ ଏପ୍ରିଲ 23 ତାରିଖ ଦିନ ପ୍ରତିବର୍ଷ ବିଶ୍ୱ ପୁସ୍ତକ ଏବଂ କପିରାଇଟ୍ ଦିବସ ପାଳନ କରାଯାଏ। 2025ର ଥିମ୍ କ'ଣ ରହିଛି? ଦ ରୋଲ୍ ଅଫ୍ ଲିଟରେଚର ଇନ୍ ଆଚିଭିଂ ଦ ସଷ୍ଟେନେବଲ୍ ଡେଭଲପମେଣ୍ଟ ଗୋଲ୍ସ SDGs। ଅଫିସିଆଲ ନେମ୍ ୱାର୍ଲଡ ବୁକ୍ ଆଣ୍ଡ କପିରାଇଟ୍ ଡେ, ଅଲସୋ କ'ଣ ଡାକନ୍ତି? WBD ଅବଜର୍ଭ ବାଇ ଅଲ୍ UN ମେମ୍ବର ଷ୍ଟେଟ୍। ପରବର୍ତ୍ତୀ ପ୍ରଶ୍ନ, When is English Language Day celebrated every year? ପ୍ରତିବର୍ଷ ଇଂରାଜୀ ଭାଷା ଦିବସ କେବେ ପାଳନ କରାଯାଏ? ଏହାର ସଠିକ ଉତ୍ତରଟି ହେଉଛି ଅପସନ୍ ଏ 23 ଏପ୍ରିଲ ଦିନ ପ୍ରତିବର୍ଷ ଇଂରାଜୀ ଭାଷା ଦିବସ ଭାବେ ପାଳନ କରାଯାଏ।